ସମସ୍ତଙ୍କୁ ନମସ୍କାର। ଆସନ୍ତୁ ଆଜି ବୁଲିଯିବା ଗୋଟେ ଭଲ ଦର୍ଶନୀୟ ସ୍ଥାନ ବାବା ଗୁପ୍ତେଶ୍ୱର ଠାକୁର କୋରାପୁଟ। ଏଇଟା ଆମର ଫୁଲ୍ ଟିମ୍ ଆମେ ଯାଇଛୁ। ଆଉ ପ୍ରଥମେ ଆମେ ବହଳଦାରୁ ଗୋଟେ ଟ୍ରାଭେଲର ଗାଡ଼ିରେ ଆମର ସମସ୍ତ ଟିମ୍ ଏଇ ଦେଖନ୍ତୁ ଆମେ ଯାଉଛୁ। ଯାଇକି ଟାଟାରେ ପହଞ୍ଚିଲୁ। ଏଇଟା ଟାଟା ବସ୍ ମାନେ ରେଲୱେ ଷ୍ଟେସନର ଆମର ସବୁ ଟିମ୍ର ଗୋଟେ ଆମେ ଫଟୋ ନେଲୁ। ଆଉ ଆମେ ଟ୍ରେନ୍ ଅପେକ୍ଷା କରିଛୁ। ଟ୍ରେନ୍ ଜାଣିଗଲା ପରେ ବର୍ତ୍ତମାନ ଆମେ ରାୟଗଡ଼ା ପହଞ୍ଚୁ। ରାୟଗଡ଼ାରୁ ଆପଣଙ୍କର କୋରାପୁଟ ପର୍ଯ୍ୟନ୍ତ ଯେଉଁ ରାସ୍ତା, ବହୁତ ସୁନ୍ଦର ରାସ୍ତା ହେଇଛି। ଘଞ୍ଚ ଜଙ୍ଗଲ, ଉଚ୍ଚ ଉଚ୍ଚ ପାହାଡ଼ ଦେଇକି ଟ୍ରେନ୍ ଚାଲିଥାଏ। ଏଇ ଦେଖନ୍ତୁ କି ସୁନ୍ଦର ଦୃଶ୍ୟ। ଆଉ କୋରାପୁଟର ରାୟଗଡ଼ାରୁ ଆପଣଙ୍କର କୋରାପୁଟ ମଧ୍ୟରେ ଦାମନଯୋଡ଼ି କୋରାପୁଟ ମଧ୍ୟରେ 36ଟା ଟାନେଲ୍ ରହିଛି। ଏଇ ଟାନେଲ୍ ଗୁଡ଼ାରେ ଯିବାର ଜାଣିପାରିବାଟା ବହୁତ ରୋମାଞ୍ଚକର ହେଇଥାଏ। ଆଉ କୋରାପୁଟର ଯେଉଁଆଡ଼େ ଯିବେ ଏମିତି ଘଞ୍ଚ ଜଙ୍ଗଲ, ଉଚ୍ଚ ଉଚ୍ଚ ପାହାଡ଼ ଦେଇକି ରାସ୍ତା ସବୁ ଯାଇଛି। ଏଇ ଯେଉଁ ଟ୍ରେନ୍ ଲାଇନ୍ ଯାଇଛି, ସାଇଡ଼୍ରେ ଆଉ ଗୋଟେ ଟ୍ରେନ୍ ଲାଇନ୍ ବି ତିଆରି ହେଉଛି ଦେଖନ୍ତୁ। ଆଉ କେତେ ସୁନ୍ଦର ଦୃଶ୍ୟ ହେଇଛି, ସବୁଜ ବନାନୀ ସବୁ ରହିଛି। ଆମେ ପ୍ରାୟ ରାୟଗଡ଼ାକୁ ସନ୍ଧ୍ୟା 6:30 ପାଖାପାଖି ହେଇଯାଇଛି। ଟିକେ ଟିକେ ଆଲୁଅ ବି କମି ଆସିଲାଣି, ତଥାପି ମୁଁ ରେକର୍ଡ଼ିଂ କରୁଛି। ଆଉ ଦେଖନ୍ତୁ ଆମେ ବର୍ତ୍ତମାନ ଯେଉଁ ଯାଉଛୁ, ଯେଉଁ ଟାନେଲ୍ ଗୁଡ଼ା ପାଇବା, 36ଟା ଟାନେଲ୍ ରହିଛି ଛୋଟ ବଡ଼ ମିଶିକି। ଆଉ ସେଥିରେ ଟ୍ରେନ୍ର ସାଉଣ୍ଡ ବି ବଦଳିଯାଏ। ଆଉ ଭିତରେ ଗୋଟେ ଟ୍ରେନ୍ରେ ଖାଲି କେବଳ ଲାଇଟ୍ର ଖେଳ ଭଳିଆ ଟାନେଲ୍ ଯେଉଁ ଲାଇଟ୍ ଦିଆ ହେଇଥାଏ ସେଇଗୁଡ଼ା ହିଁ ଦେଖାଯାଉଥାଏ। ଆମେ ସମଗ୍ର ଟିମ୍ ଶ୍ରାବଣ ସୋମବାର 20 ତାରିଖ ଦିନ ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ବାହାରିଛୁ। ଏଇଟା ହେଉଛି ଟାନେଲ୍ର ଦୃଶ୍ୟ। ସେଇଠି ଯେଉଁ ଟାନେଲ୍ରେ ଫଟୋ ଦେଖିଲେ ସେଇଥିରେ ଟ୍ରେନ୍ ବସିବ ଏବଂ ବସିଲା ମାନେ ତାର ଏଇ ଦେଖନ୍ତୁ ଶବ୍ଦଟା ବି ଗୋଟେ ଅଲଗା ହେଇଯାଉଛି। ଟାନେଲ୍ରୁ ବାହାରିଲେ ଗୋଟେ ଶବ୍ଦ ଅଲଗା ହେଇଥାଏ। ଏମିତି ଏଇ ଆଉ ଗୋଟେ ଟାନେଲ୍, ଏମିତି 36ଟା ଟାନେଲ୍ ସେଇଥିରେ ଗତି ଯିବାଟା ଟ୍ରେନ୍ରେ ବହୁତ ରୋମାଞ୍ଚକର ହୋଇଥାଏ ଏବଂ ବହୁତ ସୁନ୍ଦର ହେଇଥାଏ। ଆଉ ଏମିତି ପ୍ରାକୃତିକ ଦୃଶ୍ୟ ରାଜି ଭିତରେ ଟ୍ରେନ୍ରେ ଗତି କରି ଆମେ ଯାଇକି ପ୍ରାୟ 10:40 ଭିତରେ କୋରାପୁଟ ଜଙ୍କସନ୍ରେ ପହଞ୍ଚିଲୁ। ଆଉ ଦେଖନ୍ତୁ କେତେ ସୁନ୍ଦର, କେତେ ଉଚ୍ଚ ଉଚ୍ଚ ପାହାଡ଼ ସବୁ ରହିଛି। ଏଇଟା ଆମେ କୋରାପୁଟ ଜଙ୍କସନ୍ରେ ଏବେ ପହଞ୍ଚି ଯାଇଛୁ। ଆଉ କୋରାପୁଟ ଜଙ୍କସନ୍ରେ 4ଟା ପ୍ଲାଟଫର୍ମ ଆମର ଚେୟାରରେ ଲାଗିଛି, ତେଣୁ ବହୁତ ଦୂର ଚାଲିକି ଯିବା ପାଇଁ ହେବ। ଆମେ ଅପରେଟିଂ ବସ୍ତ ଧରିକି ଆମର ଫୁଲ୍ ଟିମ୍ ଚାଲିଛୁ। ଆଉ ଏ ସିଡ଼ି ଦେଇକି ଉଠୁଛୁ। ଆଉ ବାହାଘର ପାଣିଗ୍ରାହୀ ବାବୁ ତାଙ୍କର ମିସେସ୍ ଚାଲିଛନ୍ତି, ମୋ ମିସେସ୍ ବ୍ୟାଗ୍ ଦେଇକି ଚାଲିଛନ୍ତି। ଏବେ ଆମେ ପ୍ଲାଟଫର୍ମ ବାହାରକୁ ଆସିଛୁ। କୋରାପୁଟର ପ୍ଲାଟଫର୍ମ ବାହାର ଖୁବ୍ ସୁନ୍ଦର ଭାବରେ ସଜା ହେଇଛି ଦେଖନ୍ତୁ। ସୁନ୍ଦର ଆଲୋକମାଳା ଦିଆହେଇଛି, କୋଣାର୍କ ରଥ ଆଉ ବିଭିନ୍ନ ପ୍ରକାର ସବୁ ରଖାହେଇଛି। ସେଗୁଡ଼ିକ ଆଲୋକରେ ସୁସଜ୍ଜିତ ହେଉଛି। ମୁଁ ଏଇଟା ଦେଖାଉଛି ଦେଖନ୍ତୁ। ଆମର ଟାଟାରେ ସେ ପ୍ରକାର ନାହିଁ। ପ୍ଲାଟଫର୍ମରୁ ବାହାରିଲା ପରେ ଆପଣ ଗୋଟେ ସୁନ୍ଦର ଅନୁଭୂତି ପାଇବେ। ତାପରେ ସେଠି ଆମେ ପହଞ୍ଚିଲା ପରେ ଆମର ଗାଡ଼ି ଠିକ୍ ହେଇଥିଲା, ଟ୍ରାଭେଲର ଗାଡ଼ି। ଏଇ ଦେଖନ୍ତୁ ଆମେ ଗାଡ଼ିରେ ସବୁ ଉଠୁଛୁ। ଆଉ ଗାଡ଼ିରେ ଆମେ ଏବେ ବସିଗଲୁଣି। ଯାଇକି ପ୍ରଥମେ ସେତେବେଳକୁ ପ୍ରାୟ 11ଟା ବାଜିବା ଉପରେ, ତେଣୁ ଆମେ କୋରାପୁଟର ଗୋଟେ ଭଲ ହୋଟେଲ, ଏଇଟା ହୋଟେଲ ତୃପ୍ତିରେ ଯାଇକି ଆମେ ରାତ୍ରି ଭୋଜନ କଲୁ। ଆଉ ଏଠି ସମସ୍ତେ ଭୋଜନ କରିବା ପାଇଁ ବ୍ୟସ୍ତ। ତାପରେ ଆମେ ଆମର ଲଜକୁ ଗଲୁ। ତା ପରଦିନ 20/6/24 ସୋମବାର ଦିନ ଆମେ ଏଇ ଗାଡ଼ି ନେଇକି ପୁଣି ଗୁପ୍ତେଶ୍ୱର ଦର୍ଶନ ପାଇଁ ବାହାରିଲୁ। ପ୍ରଥମେ କୋରାପୁଟରୁ ଗାଡ଼ି ଯେଉଁ ଟାଉନ୍ ଦେଇକି ଗଲା, ମୁଁ କିଛି ଇମ୍ପୋର୍ଟାଣ୍ଟ ଜିନିଷ ଦେଖାଉଛି। ଏଇଟା ହେଉଛି ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ, ଆମର ଯେମିତି PMRY ହେଇଛି ସେଇଭଳିଆ। ଆଉ ବିରାଟ ହସ୍ପିଟାଲ ହେଇଛି, ବଡ଼ କମ୍ପ୍ଲେକ୍ସ। ଆଉ ଆମର ଗାଡ଼ି ଏମିତି ଚାଲିଛି। ଆମେ ଯାଇକି ଜୟପୁରରେ ଗୋଟେ ଜାଗାରେ ରହିଲୁ ଟିଫିନ୍ କରିବା ପାଇଁ। ଏଇଟା ହେଉଛି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଜୟପୁର। ଆମର ଯେମିତି ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ଅଛି, ସେଇଭଳିଆ ସେଠିକାର ରାଜା ବିକ୍ରମ ଦେବ
ତାଙ୍କ ନାମରେ ନାମିତ ହୋଇଛି। ସେ ଜଣେ ଭଲ ଶାସକ ଥିଲେ। ତାପରେ ସେ ଜୟପୁରରୁ ବର୍ତ୍ତମାନ ଗାଡ଼ି ଜଙ୍ଗଲ ରାସ୍ତାରେ ଚାଲିଛି। ଦେଖନ୍ତୁ ଚାରିଆଡ଼େ ଆଉ ସୁନ୍ଦର ଜଙ୍ଗଲ ରହିଛି। ଆଉ ଏଇଠୁ ପାଖାପାଖି 15 କିଲୋମିଟର ଗଲା ପରେ ଆମର ଗୁପ୍ତେଶ୍ୱର ମନ୍ଦିର ପଡ଼ିବ। ଆଉ ଏଇ ଆମେ ଗୁପ୍ତେଶ୍ୱର ପହଞ୍ଚି ଗଲୁଣି। ଏଠି ଗୋଟେ ପ୍ରବେଶ ପାଇଁ ଏଣ୍ଟ୍ରି ଫି ଦେବା ପାଇଁ ପଡ଼େ। ଗେଟ୍ ଲାଗିଛି। ଆଉ 4 ଚକିଆ ଯାନ ପାଇଁ 80 ଟଙ୍କା, 6 ଚକିଆ ପାଇଁ 100 ଟଙ୍କା ଏମିତି ରହିଛି। ଦେଖନ୍ତୁ ବହୁତ ଲୋକ ଆସିଥିଲେ, ଏବେ ଫେରି ଯାଉଛନ୍ତି। ଆମର ଟିକେ ଡେରି ହେଲା। ଶ୍ରାବଣ ସୋମବାର ହେତୁ ବୋଲବମ୍ ବାଲା ବି ସବୁ ଆସିକି ପାଣି ଢାଳିକି ଏଗୁଡ଼ା ସବୁ ଫେରୁଛନ୍ତି। ଆଉ ଆମର ଗାଡ଼ି ଏବେ ଏଇଠି ସବୁ ଗାଡ଼ି ପାର୍କିଂ ପାଇଁ ସବୁ ସୁବିଧା ଅଛି ଗୁପ୍ତେଶ୍ୱରରେ। ଦୁଇ ପଟେ ପାର୍କିଂର ବ୍ୟବସ୍ଥା ଅଛି। ଆମର ଗାଡ଼ି ଏବେ ପାର୍କିଂ ହେଇଗଲା। ଆମେ ମାର୍କେଟକୁ ବାହାରି ଆସିଲୁ। ଆଉ ଏଇଟା ମୁଁ ଗୋଟେ ସେଲ୍ଫି ନେଉଛି। ଆମର ମୋତି ଭାଇ ତାଙ୍କ ମିସେସ୍ ଗୁପ୍ତେଶ୍ୱର ମାର୍କେଟ ଯେଉଁ ରହିଛି ସେଇଠି ସେଲ୍ଫି ନେଲା ପରେ ଆମେ ଏବେ ଠାକୁର ଦର୍ଶନ ପାଇଁ ସମସ୍ତେ ଆଗେଇ ଚାଲିଲୁ। ପାଣିଗ୍ରାହୀ ବାବୁ ମୋତି ଭାଇ ଆଗରେ ଖୁବ୍ ଜୋରରେ ଚାଲିଛନ୍ତି। ଆଉ ମନ୍ଦିର ପୂର୍ବରୁ ଏଇଟା ଗୋଟେ ଶିବଙ୍କର ଏଠି ବଡ଼ ମୂର୍ତ୍ତି ରଖାହେଇଛି। ଆଉ ସମସ୍ତେ କହିଲେ ଏଇ ମୂର୍ତ୍ତି ପାଖରେ ଗୋଟେ ମିଳିତ ଭାବରେ ଫଟୋ ନେବା। ଆମର ଗ୍ରୁପ୍ର ଯେତେ ଆସିଛୁ ଆଉ ଏଇ ଶିବଙ୍କ ନିକଟରେ ପ୍ରଥମେ ଆମେ ଗୋଟେ ଯେତେ ଆମ ଟିମ୍ରେ ଥିଲେ 19 ସଭ୍ୟ ସମସ୍ତେ ସେଠି ଏକତ୍ରିତ ହେଲୁ। ଆଉ ଏଇ ଦେଖନ୍ତୁ ଆମ ଟିମ୍ର ସମସ୍ତ ସଭ୍ୟ ଆଉ ସମସ୍ତେ ଆମେ ଏଠି ଗୋଟେ ଫଟୋଗ୍ରାଫ ନେଲୁ ଏବଂ ଯେ ଯେଉଁଆଡ଼େ ଗଲେ ବି ଏଇଠିକି ଫେରିକି ପୁଣି ଏକତ୍ରିତ ହେବା ପାଇଁ ଆମେ ଡିସାଇଡ଼୍ କଲୁ। ଆମର ମୋତି ଭାଇ, ଯୁଗଳ ଭାଇ, ପାଣିଗ୍ରାହୀ ସାର୍, ବାରିକ ସାର୍ ସମସ୍ତଙ୍କର ଫ୍ୟାମିଲି ସବୁ ରହିଛନ୍ତି। ଆଉ ଆମର ମଲ୍ଲୋଚନ ସାର୍ ବି ରହିଛନ୍ତି, ତାଙ୍କର ଫ୍ୟାମିଲି ବି ରହିଛନ୍ତି। ଏବେ ଆମେ ଏଇଟା ମୁଖ୍ୟ ଗେଟ୍, ଗୁପ୍ତେଶ୍ୱର ବାବାଙ୍କର ମୁଖ୍ୟ ଗେଟ୍ ପାଖରେ ପହଞ୍ଚି ଯାଇଛୁ। ଗେଟ୍ରୁ ପାଖାପାଖି 200ରୁ ଉପର ସିଡ଼ି ଚଢ଼ିଲେ ଯାଇ ଆପଣ ମହାଦେବଙ୍କର ଦର୍ଶନ ପାଇଁ ଯେଉଁ ପ୍ରବେଶ ପଥ ପାଇବେ। ଆମେ ଏବେ ଟ୍ରାକିଂ କରୁଛୁ ସିଡ଼ି ଦେଇକି। ଆଉ ଜଣେ ଜଣେ କରିକି ଟିକେ ଉଚ୍ଚ ସିଡ଼ି ରହିଛି। ଏଇଗୁଡ଼ା ସବୁ ଚାଲିଛନ୍ତି ଯୁଗଳ ଭାଇ, ତାଙ୍କ ମିସେସ୍ ଆଉ ଆମର ମୋ ମିସେସ୍ ବି ଚାଲିଛନ୍ତି। ବାଡ଼ ଧରିକି ସିଡ଼ି ଟିକେ ଚଢ଼ାଣିଆ ଅଛି। ଆଉ ଯିବା ପାଇଁ ଗୋଟିଏ ପଟେ ସିଡ଼ି ରହିଛି ଏବଂ ଦର୍ଶନ ସାରିକି ଫେରିଲା ବେଳେ ଆଉ ଗୋଟେ ସିଡ଼ି ସେପଟେ ଯେଉଁ ଦେଖାଯାଉଛି ସେଇଟା ଗୋଟେ ଅଲଗା ରାସ୍ତା ଅଛି। ସିଡ଼ି ଉପରେ ଛାଉଣି ବି ହେଇଛି, ତେଣୁ ଖରା ବର୍ଷା ପାଇଁ କିଛି ଅସୁବିଧା ନାହିଁ। ଆପଣ ଗଲେ ମହାଦେବଙ୍କୁ ସୁନ୍ଦର ଭାବରେ ଦର୍ଶନ କରିପାରିବେ। ଆଉ ଏଇଟା ଦେଖନ୍ତୁ, ଏଇଟା ହେଉଛି ପ୍ରବେଶ ପଥ। ଗୁପ୍ତେଶ୍ୱର ଠାକୁର ସମ୍ପୂର୍ଣ୍ଣ ଗୁମ୍ଫା ଭିତରେ ରହିଛନ୍ତି। ସେଥିରେ କୌଣସି ସିମେଣ୍ଟ କାରୁକାର୍ଯ୍ୟ ହେଲା ଗୁପ୍ତେଶ୍ୱରଙ୍କର ଆମର ଶିବଲିଙ୍ଗ। ଆଉ ଏଠି କିଛି ବି ସିମେଣ୍ଟ କାରୁକାର୍ଯ୍ୟ ହେଇନି, ସମ୍ପୂର୍ଣ୍ଣ ପଥର ଗୁମ୍ଫା ଭିତରେ ବାହାରିଛନ୍ତି। ଆଉ ସେଇ ଗୁମ୍ଫା ଦେଇକି ଆପଣ ଦର୍ଶନ କରିକି ବାହାରିଲା ବେଳକୁ ଏଇଟା ହେଉଛି ପ୍ରସ୍ଥାନ ପଥ। ଏଠି ସବୁ ଭଲେଣ୍ଟିଆର ମାନେ ରହିଛନ୍ତି, ବେଶୀ ସମୟ ରହିବା ପାଇଁ ଦେଉନାହାନ୍ତି, ଏମିତି ପଶିବେ। ଆଉ ଗୁମ୍ଫାଟା ଟିକେ ଲମ୍ବା ଅଛି, ସେ ଭିତରେ ଆପଣ ବୁଲି ବୁଲିକି ଯାଇକି ପୂଜା କରିବେ। ପୂଜା ସାରିକି ପ୍ରସ୍ଥାନ ପଥ ଦେଇକି ବାହାରିବେ। କମଲ ସାର୍ ଆମର ଏଇ ଜଙ୍ଗଲ ବିଷୟରେ ଆଉ ୟାର ଐତିହାସିକ ପୃଷ୍ଠଭୂମି ଇତ୍ୟାଦି ଉପରେ ସମସ୍ତଙ୍କୁ ବୁଝାଉଛନ୍ତି। ଏଇ ଜଣେ ଜଣେ କରି ଇଏ ଆମ ଟିମ୍ର ସମସ୍ତେ ବାହାରୁଛନ୍ତି। ଏଇ ମୋତି ଭାଇ ଆସିଲାଣି, ସମସ୍ତେ ଭଲ ଭାବ ପାର କରେଗା ଧ୍ୱନି ଦେଇ ଚାଲିଛନ୍ତି। ଆଉ ମନ୍ଦିର ବାହାରେ ଏଇଟା ଗୋଟେ ଶିବଙ୍କର ମନ୍ଦିର କରାହେଇଛି। ଏଠି ଧୂପ ଦୀପ ଜଳାଯାଏ। ତାପରେ ଆମେ ଏବେ ଓହ୍ଲଉଛୁ। ଓହ୍ଲେଇଲା ବେଳେ ଆପଣଙ୍କର ଦୁଇ ପଟେ ବିଭିନ୍ନ ପ୍ରକାର ଦାନ ଧର୍ମ କରିବା ପାଇଁ, ଚାଉଳ ଇତ୍ୟାଦି ଦେବା ପାଇଁ ସବୁ ଲୋକମାନେ ବସିଛନ୍ତି ଏବଂ ତାଙ୍କର ପାତ୍ର ସବୁ ରଖିଛନ୍ତି। ଏଠି ଜଣେ ଲୋକ ତାଙ୍କର ସବୁଦିନ ଆସିକି ତାଙ୍କର କୋରାପୁଟର ଆଞ୍ଚଳିକ ଭାଷାରେ ତୁରୀ ବାଦନ କରିଥାନ୍ତି। ଆଉ ମୁଁ ତାଙ୍କ ପାଖରେ ରଖି ତାଙ୍କୁ କିଛି ପଇସା ଦେଇକି ଗୋଟେ ତୁରୀ ବାଦନ ରେକର୍ଡ଼ିଂ କଲି। ସମ୍ପୂର୍ଣ୍ଣ ତୁରୀ ବାଦନଟା ଏଠି ଦେଖେଇ ହେଉନି। ଏ ଦେଖନ୍ତୁ ଚାଉଳ ଯିଏ ନେଇଥିଲେ ସେମାନେ ଚାଉଳ ସବୁ ଦେଇ ଦେଇକି ଆସୁଛନ୍ତି। ଆମର ଆର୍ଚି ସବୁ ସିଏ ବି ମୋ ସହିତ ରହିଛନ୍ତି। ତ
ତାପରେ ଏଇ ଜଣେ ଲୋକ କ୍ୟାମେରା ଟାଇପର ବୁଢା ଲୋକ ବଜଉଛନ୍ତି ତାଙ୍କୁ ମଧ୍ୟ କିଛି ଦେଇକି ତାଙ୍କ ନେଲେ। ତାପରେ ଆମେ ଏମିତି ପଳେଇ ଆସିକି ମନ୍ଦିର ବାହାରକୁ ଆସିଲୁ, ଟିକେ ସେଲଫି ନେଲୁ। ତା ଟିକେ ଆଗକୁ ପଳେଇ ଆସିଲେ ଗୁପ୍ତେଶ୍ୱରଙ୍କର ପ୍ରଥମ ଦ୍ୱାର, ଯୋଉଠି ସବୁବେଳେ ଗୋଟେ ଧ୍ୱନି ଜଳୁଛି, ଅଖଣ୍ଡ ଧ୍ୱନି, ମାନେ ସବୁବେଳେ ଏଇଠି ଧ୍ୱନି ଧୂପ ଲାଗିଛି। ଏବଂ ଏଇଟା ଆଗରୁ କିମ୍ବଦନ୍ତୀ ଥିଲା ପ୍ରଥମ ଦ୍ୱାର। ଏଇ ଦ୍ୱାର ପ୍ରଥମେ ଛିଡ଼ା ହେଇକି ଯିବେ, ତାପରେ ନୁଇଁକି ଏଇ ଦେଖନ୍ତୁ ଗୁମ୍ଫା ଦେଇକି ଯିବେ। ଏଇଭଳିଆ ଗୁମ୍ଫା ପ୍ରଥମେ ଛିଡ଼ା ହେଇକି ଯାଉଛନ୍ତି, ତାପରେ ଆହୁରି କମିଯିବ, ପୁଣି ତାପରେ ଆଉ ଟିକେ ତଳକୁ ଯିବେ। ଏମିତି କରିକି ଲାଷ୍ଟରେ ବସି ବସିକି ଯିବା ପାଇଁ ପଡ଼ିବ। ଏବଂ ବସିକି ଗଲା ପରେ ଯୋଉ ସେଇ ଲାଷ୍ଟ ପର୍ସନ ମୁଁ ଯୋଉ ଦେଖଉଛି, ସେତିକି ପର୍ଯ୍ୟନ୍ତ ଆମେ ଗଲେ ସେଇଠି ପୂଜା କରି ଫେରିଲେ। ଆଗରୁ କିମ୍ବଦନ୍ତୀ ରହିଛି ସେଇଠୁ ଯୋଉ ରାସ୍ତା ଯାଇଛି ବାବା ଗୁପ୍ତେଶ୍ୱରଙ୍କ ପାଖକୁ, ସେଇଟା ପୁରା ସର୍ପିଳ ରାସ୍ତା ଏବଂ ସେଥିରେ ସାପଙ୍କ ଭଳିଆ ଗୁରୁଣ୍ଡି ଗୁରୁଣ୍ଡି ଯିବା ପାଇଁ ପଡ଼େ। ତ ଆମେ ଏଇଠୁ ହିଁ ପୂଜା କରିକି ଫେରି ଆସିଲୁ। ଆଗରୁ ଲୋକ ଏଇ ପଥ ଦେଇକି ଯାଇକି ଦର୍ଶନ କରୁଥିଲେ, ଏବେ ଆମେ ପ୍ରଥମେ ଯୋଉଟା ମୁଁ ଦେଖିଲି ସେଇ ପଥ ଦେଇକି ସିଡ଼ି ହେଇଛି, ସେଇଠି ଯାଇକି ଦର୍ଶନ କରୁଛନ୍ତି। ଖୁବ ସୁନ୍ଦର ପରିବେଶ। ଏ ଗୁମ୍ଫା ଭିତରେ ଯିବାଟା ବି ଖୁବ ରୋମାଞ୍ଚକର। ଏଇ ଦେଖନ୍ତୁ ଟୋଟାଲ ଗୁମ୍ଫାର ଦ୍ୱାରରୁ କେମିତି ଭିତରକୁ ଦେଖାଯାଉଛି ଦେଖଉଛି। ଏଥିରେ ଆଲୋକର ବ୍ୟବସ୍ଥା ମଧ୍ୟ କରାହେଇଛି, ଆଉ ସମ୍ମୁଖ ଭାବରେ ଧ୍ୱନି ଜଳୁଛି। ବହୁତ ଲୋକ ସେଇଠି ଭିତରକୁ ଯାଇକି ଆପାତତଃ ବସିକି ଯେତିକି ପର୍ଯ୍ୟନ୍ତ ଯାଇହବ, ସେଇଠି ଯୋଉ ଲାଷ୍ଟ ଶିବଙ୍କର ଯୋଉ ପ୍ରତିମୂର୍ତ୍ତି ମାନେ ଶିବଲିଙ୍ଗ ରହିଛି ସେଇଠି ପୂଜା କି ଫେରୁଛନ୍ତି। ଆଉ ସରୁ ପଥ ଯୋଉଟା ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ହବ, ସେଇଥିରେ ପ୍ରାୟ କେହି ଯାଉନାହାନ୍ତି, ଆଗରୁ ସେଇଠି ଯାଉଥିଲେ। ତ ଇଏ ହେଲା ଆମର ମେନ୍ ଗେଟ୍। ଏଇ ବାବା ଗୁପ୍ତେଶ୍ୱରଙ୍କର ସମ୍ପୂର୍ଣ୍ଣ ବିବରଣୀ। ସାଇଡରେ ବହୁତ ଦୋକାନ ଲାଗିଛି, ଦହି ଆଉ ଝୁଣା ଇତ୍ୟାଦି ଏଠି ବିକ୍ରି ହେଉଥାଏ। ଧନ୍ୟବାଦ।